नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର सीबीआई तदंत ପାଇଁ ସୁପାରିଶ ହୋଇଛି। ଏସ୍ଆଇ ନିଯୁକ୍ତି ସ୍କାମ୍ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଅନ୍ତର୍ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗରୁ ସମ୍ପୃକ୍ତ ସନ୍ଦେହ କରାଯାଇଛି ଏବଂ ଏହି ଦୁର୍ନୀତିରେ ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ପାଇଁ ଶେଷ ପରେ ସିବିଆଇ ତଦନ୍ତକୁ ସୁପାରିଶ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଧାନ କେଣ୍ଡା ବାହାରିବା ପରେ ଦାଉ ସାଧୁଛି ରୋଗ ପୋକ। କାମ କରୁନି କୀଟନାଶକ ହେକ୍ଟର ହେକ୍ଟର ଜମିରେ ମାଡ଼ିଗଲାଣି ରନ୍ଧି ପୋକ ଏବଂ ଲିପା ଫୋଲ୍ଡର ପୋକ। ବୌଦ୍ଧ ଜିଲ୍ଲା କନ୍ଧମାଳ ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ବିଭିନ୍ନ ପ୍ରକାରର ରୋଗ ପୋକ ଲାଗି ଧାନ ଗଛ ସବୁ ଶୁଖିଗଲାଣି। ଧାର କରଜ କରି ହେକ୍ଟର ହେକ୍ଟର ଜମିରେ ସୁନାର ଫସଲ ପାଉଥିବା ଚାଷୀ ଏବେ କିପରି ଋଣ ସୁଝିବେ ସେ ନେଇ ଚିନ୍ତା କରିଥିବା ବେଳେ ପରିବାର କିପରି ପ୍ରତିପୋଷଣ କରିବେ ତାହାକୁ ନେଇ ମୁଣ୍ଡରେ ହାତ ଦେଇଛନ୍ତି। ଏହା ସହିତ କଣ୍ଟାମାଳ ବ୍ଲକରେ ହେକ୍ଟର ହେକ୍ଟର ଚାଷ ଜମିରେ ପୋକ ଲାଗି ଧାନ ଗଛ ନଷ୍ଟ ହୋଇଥିବା ବେଳେ ଉଜୁଡା କ୍ଷେତରେ ଦେଖି ଚାଷୀଙ୍କ ମନରେ ଭାଙ୍ଗିଗଲାଣି। ଚାଷୀଙ୍କ ପାଖରେ କୌଣସି କୃଷି ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ନଥିବାର ଅଭିଯୋଗ ହେବା ସହିତ ଅନ୍ୟପକ୍ଷେ ଆମେ ଚାଷୀଙ୍କ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛୁ ବୋଲି କହିଛନ୍ତି ବ୍ଲକ କୃଷି ଅଧ୍ୟକ୍ଷ। ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣ ଦାବି କରାଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ସତର୍କ ରହିଛି ପ୍ରଶାସନ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ସବୁ ସ୍ଥିତିରେ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମସ୍ତ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବାତ୍ୟା ନେଇ ଆମେରିକା ଏକ ସଂସ୍ଥା ଆକଳନ କରିବା ପରେ ସବୁ ଦିଗ ଉପରେ ନଜର ରଖାଯାଇଛି। ଏଯାବତ୍ ଭାରତୀୟ ପାଣିପାଗ ସଂସ୍ଥା ବାତ୍ୟା ନେଇ କିଛି ଆକଳନ କରିନଥିବା ବେଳେ ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ରେକର୍ଡ ଆଲର୍ଟ ଓ ଉପକୂଳରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି। ବାତ୍ୟା ନେଇ ଆମେରିକା ଏକ ସଂସ୍ଥା ଆକଳନ କରିଛି କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି। ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ବେଳେ ତେଣୁ ତାକୁ ରେକର୍ଡ ଆଲର୍ଟ ରଖାଯାଇଛି। ଉପକୂଳ ଜିଲ୍ଲାଗୁଡ଼ିକ ଅରେଞ୍ଜ ଆଲର୍ଟରେ ରଖିଥିବା ବେଳେ ବର୍ଷା ଅଧିକ ପରିମାଣ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟ ରଖିଛୁ। ପ୍ରକୋପ ଯଦି ବେଶୀ ହୁଏ ସେମାନଙ୍କୁ ଆମେ ପ୍ରସ୍ତୁତ କମ୍ କହିଲେ ବି ତାକୁ ମୁକାବିଲା କରାଯିବ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା 21ତମ କିସ୍ତି ଡେରିରେ ଆସିବ। ସାରା ଦେଶରେ ଚାଷୀମାନେ ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି 21ତମ କିସ୍ତି ଆସିବ ବୋଲି ଆଶା ରଖିଥିବା ବେଳେ କିନ୍ତୁ ଟଙ୍କା ଏପର୍ଯ୍ୟନ୍ତ ଖାତାକୁ ଯାଇନାହିଁ। ସରକାରୀ ସୂଚନା ଅନୁସାରେ ନଭେମ୍ବର ପ୍ରଥମ ସପ୍ତାହରେ 2,000 ଟଙ୍କା ଆକାଉଣ୍ଟରେ ଜମା ହେବାର ସମ୍ଭାବନା ରହିଥିଲା। ଏଥର କିସ୍ତିରେ ବିଳମ୍ବର ପ୍ରମୁଖ କାରଣ ହେଉଛି ବିହାର ବିଧାନସଭା ନିର୍ବାଚନ। ଅଚାନକ ସଂହତ୍ୟା ଲାଗୁ ଥିବାରୁ ନୂଆ ଯୋଜନା ଘୋଷଣା ସମ୍ଭାବନା ନୁହେଁ। ତେବେ ପୂର୍ବତନ ଯୋଜନା ଅନୁସାରେ ଅର୍ଥ ଜାରି ହେବ। ଯେଉଁ ଚାଷୀମାନେ ଇକେୱାଇସି ଓ ଆଧାର ଲିଙ୍କ ସମ୍ପୂର୍ଣ୍ଣ କରିଛନ୍ତି ସେମାନଙ୍କୁ ଶୀଘ୍ର ରାଶି ପାଇପାରିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷା ଫେବୃଆରୀରୁ 3 ସ୍ତରୀୟ କମିଟି ହେଲା ଗଠନ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଏବେ ରାଜ୍ୟ ସ୍ତରରେ ଏକତ୍ର ଭାବରେ ହେବ। ପ୍ରଶ୍ନପତ୍ର ଜିଲ୍ଲା ସ୍ତରରେ ମୁଦ୍ରଣ ହୋଇ ସୁରକ୍ଷିତ ଭାବରେ ବିଦ୍ୟାଳୟକୁ ପହଞ୍ଚିବ ଏବଂ ପରୀକ୍ଷା ସୁପରିଚାଳନା ପାଇଁ ଗଣଶିକ୍ଷା ବିଭାଗ 3ଟି ସ୍ତରରେ ଷ୍ଟିଅରିଂ କମିଟି ଗଠନ କରିଛି। TENSEIT ମୂଲ୍ୟାଙ୍କନ ଢାଞ୍ଚା, ପ୍ରଶ୍ନ ନମୁନା ଓ ଶିକ୍ଷକ ତାଲିମ ପ୍ରସ୍ତୁତ କରିବ ଏବଂ DEO ଓ DIET ଜିଲ୍ଲା ସ୍ତରୀୟ ପ୍ରଶ୍ନପତ୍ର ତିଆରିର ଓ ସଂରକ୍ଷଣ ଦେଖିବେ। ଏହା ସହିତ ପଞ୍ଚମ ଶ୍ରେଣୀ ପାଇଁ 50 ମାର୍କ, ମୌଖିକ 10 ମାର୍କ, ଲିଖିତ 40 ମାର୍କ ରହିଥିବା ବେଳେ ଅଷ୍ଟମ ଶ୍ରେଣୀ ପାଇଁ 50 ମାର୍କ ଲିଖିତ ପରୀକ୍ଷା ହେବ। 30% ମାର୍କ ପାଇଲେ ଛାତ୍ରଛାତ୍ରୀ ପାସ୍ ହେବେ, ନହେଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ସୁଯୋଗ ମିଳିବ। ଫେବୃଆରୀରେ ପରୀକ୍ଷା ହେବ ସହ ମାର୍ଚ୍ଚ ଶେଷରେ ଫଳ ପ୍ରକାଶ ପାଇବ। ପରୀକ୍ଷା ସୂଚନା ଓ ପ୍ରଶ୍ନପତ୍ର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା ରହିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗରେ ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ ସେକ୍ସନ, ଭାରତୀୟ ପାଣିପାଗ ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି, IUAT ଡିନ୍ ଡକ୍ଟର ପ୍ରସଞ୍ଜିତ ମିଶ୍ର ମଧ୍ୟ ଯୋଗ ଦେଇଥିବାର ସୂଚନା ଆସିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ କିନ୍ତୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ଏବଂ ଶେଷ କରି ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବା ବେଳେ ତଦନୁଯାୟୀ ଚାଷୀମାନଙ୍କୁ ପାଣିପାଗ ବିଭାଗ ପରାମର୍ଶକୁ ଅନୁପାଳ କରିବା ପାଇଁ କୃଷି ସଚିବ ଡକ୍ଟର ପାଢ଼ୀ ଅନୁରୋଧ କରିଛନ୍ତି। ଚଳିତ ଖରିଫ ଋତୁରେ ଅର୍ଥାତ୍ ଜୁନ 1ରୁ ସେପ୍ଟେମ୍ବର 30 ମଧ୍ୟରେ ରାଜ୍ୟରେ 100% ସାଧାରଣ ବର୍ଷା ହୋଇଥିବା ବେଳେ ଏହି କାରଣରୁ ଭଲ ଫସଲ ଅମଳ ଆଶା କରାଯାଇଥିଲା। ଚାଷୀମାନେ କୌଣସି ପ୍ରକାର ବିଭ୍ରାନ୍ତର ତଥ୍ୟ ଭୟଭୀତ ନ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ଚାଷୀମାନେ 155333 ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା ନିକଟସ୍ଥ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ। ବୈଠକରେ ବହୁ ବିଷୟରେ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ପିତାବାସ ଦାସ ହତ୍ୟା ମାମଲାର ହେଲା ପର୍ଦ୍ଦାଫାଶ। ପରେ ପରିବାର ଲୋକ ଚକିତ। ଆମେ ଆଶ୍ଚର୍ଯ୍ୟଜନକ ବୋଲି କହିଲେ ପିତାବାସଙ୍କ ସାନ ଭାଇ। ଯେଉଁ 4 ଜଣଙ୍କୁ ମୁଖ୍ୟ ଆସାମୀ ଦର୍ଶାଯାଇଛି ସେମାନଙ୍କ କନିଷ୍ଠ ଥିବା ବେଳେ ବିକ୍ରମ ପଣ୍ଡା, ପିଣ୍ଟୁ ଦାସ, ମଦନ ଦଲେଇ, ମଳୟ ବିଷୟୀଙ୍କୁ ନେଇ ଚକିତ ହୋଇଥିବା ବେଳେ ସେମାନଙ୍କୁ ପରିଚିତ କରିବା ପଛରେ ମୋ ଭାଇର ଭୂମିକା ଥିଲା। ଯଦି ପଛକୁ ଚକ୍ରାନ୍ତ କରି ମାରିବେ ତାହେଲେ କିଏ ତାକୁ ସାହାଯ୍ୟ କରିବ? ଭାଇଙ୍କ ହତ୍ୟା ପରେ ଆମକୁ ଆସି ସାନ୍ତ୍ୱନା ଦେଉଥିଲେ, ମାତ୍ର ସେମାନେ ଯେ ହତ୍ୟା ପଛର ଷଡ଼ଯନ୍ତ୍ରକାରୀ ଜାଣିନଥିଲୁ। ସେମାନଙ୍କୁ କଠିନରୁ କଠିନ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ ବୋଲି କହିଛନ୍ତି ପିତାବାସଙ୍କ ସାନ ଭାଇ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଭୁବନେଶ୍ୱର ୟୁନିଟ 1 ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଛି 15ରୁ 20 ଦୋକାନ। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରିଥିବା ବେଳେ ମଧ୍ୟ ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ନିଆଁର ଆୟତ୍ତ କରିବା ସହିତ 4ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିବାର ସୂଚନା ମିଳିଥିଲା। ତେବେ ପାଲ ତମ୍ବୁ ଯୋଗୁଁ ଭୟଙ୍କର ଭାବରେ ବ୍ୟାପୁଛି ନିଆଁ। ନିଆଁ ଲାଗିବା ପୂର୍ବରୁ ମାର୍କେଟରେ ଧୂମମୟ ହୋଇଯାଇଥିଲା ଏବଂ ଆସ୍ତେ ଆସ୍ତେ ଏହା ବଢ଼ିବାରେ ଲାଗିଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଟମାଟୋ କିଲୋ ପିଛା 700। ଜନସାଧାରଣ ହେଲା ଦୁର୍ବଳ। ଆର୍ଥିକ ସଂକଟରେ ଜର୍ଜରିତ ପାକିସ୍ତାନ ଏବେ ଟମାଟୋ ମୂଲ୍ୟ ବୃଦ୍ଧିରେ ଅସ୍ଥିର ହୋଇପଡ଼ିଛି। ଲାହୋର, କରାଚି ଓ ଅନ୍ୟାନ୍ୟ ପ୍ରମୁଖ ସହରରେ ଟମାଟୋ ପିଛା 700 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ କେବଳ କିଛି ସପ୍ତାହ ପୂର୍ବରୁ ଏହା ଦର 100 ଟଙ୍କା ଥିଲା। ଏହାର ମୁଖ୍ୟ କାରଣ ହେଉଛି ସାମା ଟିଭି ଅନୁଯାୟୀ ବନ୍ୟାରେ ଫସଲ ନଷ୍ଟ, ଯୋଗାଣ ଅଭାବ ଓ ଅଫଗାନି ସହିତ ବାଣିଜ୍ୟ ବାଧା ହେତୁ ଏହି ସ୍ଥିତି ସୃଷ୍ଟି ହୋଇଛି। ଏଥିମଧ୍ୟରେ ଝେଲମାରେ 700, ଗୁଜରାନୱାଲାରେ 575, ଫୈସଲାବାଦରେ 500, ମୁଲତାନରେ 450, ଲାହୋରରେ 400 ଟଙ୍କା ରହିଛି ବିଲାତି ଦର। ଏହି ଦର ସରକାରୀ ମୂଲ୍ୟ ସୂଚୀ ଠାରୁ 2-3 ଗୁଣ ଅଧିକ ହୋଇଥିବା ବେଳେ ବ୍ୟବସାୟୀମାନେ କହିଛନ୍ତି ଯୋଗାଣ ଘାଟତି ଓ ସୀମା ବନ୍ଦ ଥିବାରୁ ମୂଲ୍ୟ ଆଉ ବଢ଼ିବାର ସମ୍ଭାବନା ରହିଛି।